ଆଜିଠୁ ତାତିରୁ ମିଳିପାରେ ଆଶ୍ୱସ୍ତି। ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିଠୁ 26 ତାରିଖ ଯାଏଁ ବର୍ଷା ହେବାକୁ ଥିବା ବେଳେ 24 ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢ଼ିବ ତାତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 36.4 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ 36, ଭବାନୀପାଟଣାରେ 36 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। 15ଟି ସହରର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା। ସେପଟେ ଗତ 20 ତାରିଖ ଦିନ ମଧ୍ୟ ଅନେକ ସ୍ଥାନରେ 35 ଡିଗ୍ରୀ ପାର କରିଥିଲା। ମାଘରେ ବାଘ ଜାଡ଼ ବଦଳରେ ତତଲା ପବନ ବହିଛି। ସିଝୁଛି ସାରା ଓଡ଼ିଶା। ରାଜ୍ୟର 30 ଜିଲ୍ଲାରେ 30 ଡିଗ୍ରୀ ଡେଇଁଲାଣି ତାପମାତ୍ରା। ଏବେଠୁ ଆଉଟୁ ପାଉଟୁ ହେଲେଣି ଲୋକେ। ରାଜଧାନୀ ଭୁବନେଶ୍ୱର ସମେତ ବୌଦ୍ଧ, ଝାରସୁଗୁଡ଼ା, ଭବାନୀପାଟଣା ଆଦି ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଟପିଲାଣି। ଗତକାଲି 37 ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ରହିଛି 36.4 ଡିଗ୍ରୀ ସେଲସିୟସ୍।